ମୁଁ ତ କହିବି ଟମାଟୋ ସସ୍ଟା ୟାଠାରୁ ବହୁତ ସହଜ ଆଉ ସୁବିଧା ଉପାୟରେ ଆପଣମାନେ କେବେ ବି ବନେଇ ନଥିବେ। ଥରେ ଏଇ ପ୍ରୋସେସରେ ବନେଇକି ବହୁତ ଦିନ ପର୍ଯ୍ୟନ୍ତ ଷ୍ଟୋର କରି ନିଶ୍ଚୟ ରଖନ୍ତୁ। ଯେହେତୁ ଏବେ ଟମାଟୋର ସିଜିନ୍ ଚାଲିଛି, ଟମାଟୋ ସରିବା ଉପରେ ବସିଲାଣି, ତେଣୁ ଏଇ ରେସିପିଟା ଆପଣମାନଙ୍କ ପାଇଁ ପୁରା ପରଫେକ୍ଟ ରହିବ। ଭିଡ଼ିଓଟାକୁ ସମ୍ପୂର୍ଣ୍ଣ ଦେଖନ୍ତୁ। ଆଜି ଆମେ ବିନା ପିଆଜ ରସୁଣ, ବିନା ପ୍ରିଜରଭେଟିଭ୍, ବିନା ଫୁଡ୍ କଲର୍ରେ ଟମାଟୋ ସସ୍ ଘରେ ଅତି 10ରୁ 15 ମିନିଟ୍ ଭିତରେ ବନେଇକି ରେଡ଼ି କରିବା। ଭଲ ଲାଗିଲେ ଲାଇକ୍ କରିବେ, କମେଣ୍ଟ କରିବେ, ସେୟାର କରିବେ। ଚ୍ୟାନେଲରେ ନୂଆ ଥିଲେ ପ୍ଲିଜ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍ରେ ପ୍ରେସ୍ କରିନେବେ। ଯାହା ବି ଭିଡ଼ିଓ ଅପଲୋଡ଼ କରିବି ସର୍ବପ୍ରଥମେ ଆପଣମାନେ ଦେଖିପାରିବେ। ଏଇଠି ଆପଣମାନଙ୍କୁ ମୁଁ ଦେଖାଉଛି, ଦେଖନ୍ତୁ ଆମେ ଘରେ ବନେଇଥିବା ଟମାଟୋ ସସ୍ଟା କେତେ କଲରଫୁଲ୍ ଲାଗୁଛି। ଆଉ ଘରେ ବନେଇଥିବା ଟମାଟୋ ସସ୍ଟା ନିଶ୍ଚୟ ହାଇଜିନିକ୍ ରହିବ। ଏଇଟା ଦେଖନ୍ତୁ ମାର୍କେଟରୁ ଆଣିଥିବା ଟମାଟୋ ସସ୍, ଆକାଶ ପାତାଳର ପ୍ରଭେଦ। ଆପଣମାନେ ନିଶ୍ଚୟ ଗେସ୍ କରିପାରୁଥିବେ। ଟମାଟୋ ସସ୍ର ମେନ୍ ଜିନିଷ ହେଲା ଟମାଟୋ। ମୁଁ ଏଇଠି 1 କେଜି ଫ୍ରେଶ୍ ଟମାଟୋକୁ ପ୍ରଥମେ ଧୋଇକିରି କପଡ଼ାରେ ପୋଛିକି ନେଇ ଆସିଛି। ଯେତେ ବଡ଼ ସାଇଜ୍ର ଟମାଟୋ ନେବେ ସେତେ ରସୁଆ ବାହାରିବ ଆଉ ଆପଣଙ୍କ ଟମାଟୋ ସସ୍ଟା ବହୁତ ବନିବ ଆଉ ପରଫେକ୍ଟ ବନିବ। ନାଲି ଟମାଟୋ ନେଲେ ଆପଣଙ୍କୁ ଯେକୌଣସି ଫୁଡ୍ କଲର୍ ଦେବାକୁ ଜମା ବି ପଡ଼ିବନି। ତେଣୁ ମୁଁ ଏଠି 1 କେଜି ଟମାଟୋ ନେଇଛି। ଆପଣ ନିଜ ହିସାବରେ ଟମାଟୋର ପରିମାଣକୁ କମ୍ କିମ୍ବା ଅଧିକ କରିପାରିବେ। ପ୍ରଥମେ ତାକୁ ଆମେ ଛୋଟ ଛୋଟ ପୁରା କାଟିବା, ଯାହାଫଳରେ ଆମେ ଖୁବ୍ କମ୍ ଟାଇମ୍ ଲାଗିବ। ମୁଁ ଏଠି ସବୁ ଟମାଟୋକୁ ଛୋଟ ଛୋଟ କରି କାଟି ନେଉଛି। ଏଠି ମୁଁ 1 କେଜି ଟମାଟୋକୁ ପୁରା ଛୋଟ ଛୋଟ କରି କାଟି ନେଇଛି। ଏଠି ବସେଇଛି ଗୋଟେ କଡ଼େଇ, ଯେହେତୁ ହେଭି ବାଲା କଡ଼େଇ ନେବେ, ଯାହାଫଳରେ ଆମ ଟମାଟୋ ସସ୍ଟା ପୁରା ପରଫେକ୍ଟ ବନିବ ଆଉ ତଳେ ଲାଗିବନି। ତାପରେ ଟମାଟୋ ଗୁଡ଼ାକ ଆମେ ଦେଇଦେବା। ଏପର୍ଯ୍ୟନ୍ତ ମୁଁ ଗ୍ୟାସ୍ରେ ବସେଇନି, ପରେ ଆମେ ବସେଇବା। ଯେହେତୁ ଆମେ ବିନା ପିଆଜ ରସୁଣ ବନାଉଛେ, ସେଥିପାଇଁ ହାଫ୍ ଇଞ୍ଚରୁ ଅଧିକ ଟିକେ ଅଦା ନେଇଛି। ସ୍ୱାଦ ଅନୁସାରେ ଲୁଣକୁ ଦେବା ଆଉ ଗ୍ୟାସ୍ରେ ବସେଇ ନେବା। ଆପଣ ଚାହିଁଲେ এই ଷ୍ଟେଜ୍ରେ ଲୁଣକୁ ଆଡ଼୍ କରିପାରିବେ, ନାହିଁ ତ ପରେ ମଧ୍ୟ ଆଡ଼୍ କରିପାରିବେ। ଏବେ ଲୁଣ ଆଡ଼୍ କଲେ ଟମାଟୋ ଆପଣମାନଙ୍କର ପରଫେକ୍ଟ ସିଝିବ ଆଉ ଜଲ୍ଦି ସିଝିଯିବ। ଯେହେତୁ ଆମେ ଖୁବ୍ କମ୍ ସମୟରେ ବନେଇବା, ସେଥିପାଇଁ ଏଠି ମୁଁ ଲୁଣ ଆଡ଼୍ କଲି। ଟମାଟୋ ସସ୍ରେ ଭଲ ଫ୍ଲେଭର ଆଣିବା ପାଇଁ ଏଠି 2ଟା ଗୁଜୁରାତି, ବଡ଼ ଅଳେଇଚ 2ଟା, 4ଟା ଲବଙ୍ଗ, ଖଣ୍ଡେ ଡାଲଚିନି ନେଇଛି। ଆପଣ ନିଜ ହିସାବରେ ମସଲା ଗୁଡ଼ାକୁ ଗୋଟା ମସଲା ଆଡ଼୍ କରିପାରିବେ, ଯାହା ଅଛି, ନହେଲେ ତ ସ୍କିପ୍ ମଧ୍ୟ କରିପାରିବେ। ଗୋଟା ମସଲା ଦେଲେ ଆମ ଟମାଟୋ ସସ୍ ବା ଟମାଟୋ କେଚପ୍ଟା ପୁରା ବଢ଼ିଆ ବାସ୍ନା ଆସିବ, ଫ୍ଲେଭରଫୁଲ୍ ଲାଗିବ। ନିଶ୍ଚୟ ଆଡ଼୍ କରନ୍ତୁ, ନାହିଁ ଯଦି କିଛିଟା ନାହିଁ ସ୍କିପ୍ ମଧ୍ୟ କରିପାରିବେ। ଏବେ ଆମେ ଲିଡ୍ ଖୋଲି ଚେକ୍ କରିବା ଆମ ଟମାଟୋଟା କେତେ ପରିମାଣରେ ସିଝିଛି। ମୁଁ ଏଠି ଲିଡ୍ ଖୋଲି ଦେଖାଉଛି ଆପଣମାନଙ୍କୁ ଟମାଟୋଟା ଆମର କେତେ ପରିମାଣରେ ସିଝିଛି ଆଉ ପରିମାଣରେ କମିଯାଇଛି। ଦେଖନ୍ତୁ ଟମାଟୋ ଆମର ପୁରା ପରଫେକ୍ଟ ସିଝି ଆସିଲାଣି। ପ୍ରାୟ 10% ସିଝିଛି। ଆଉ କିଛି ସମୟ କଭର୍ ଦେଇଦେଲେ ସେ ପୁରା ପରଫେକ୍ଟ ସିଝିଯିବ। ଟମାଟୋରେ ଲୁଣ ଏଇ ଷ୍ଟେଜ୍ରେ ମୁଁ ଆଡ଼୍ କରିଥିଲି। ଟମାଟୋ ପୁରା ପରଫେକ୍ଟ ସିଝିଛି। ନାଲି ଟମାଟୋ ଥିଲା, କଞ୍ଚା ନଥିଲା, ସେଥିପାଇଁ ଜଲ୍ଦି ସିଝିଗଲା। ତାପରେ ଆମେ ଏଥିରେ ଦେଇଦେବା ସେ ଗୋଳେଇକି ରଖିଥିବା ଆମର ଗୋଟା ମସଲା, କଭର୍ ଦେଇଦେବା, ଯାହାଫଳରେ ତା'ର ଫ୍ଲେଭରଟା ଟମାଟୋ ଦେହରେ ଆସିଯିବ। ପୁଣି ଆମେ ଲିଡ୍ ଖୋଲି ଚେକ୍ କରିବା। ଏଠି ମୋତେ ଟମାଟୋ ସିଝିବାକୁ 10ରୁ 15 ମିନିଟ୍ ଟାଇମ୍ ଲାଗିଲା। ଦେଖନ୍ତୁ ଟମାଟୋ ପୁରା ପରଫେକ୍ଟ ତୁଳା ଭଳି ସିଝିଯାଇଛି ଆଉ ତା ଦେହରେ ଗୋଟା ମସଲାଟା ଆର ଫ୍ଲେଭର ମଧ୍ୟ ଆସିଯାଇଛି। ଏବେ ଗୋଟା ମସଲାକୁ ଆମେ କାଢ଼ି ନେବା। ଟମାଟୋ ଗୁଡ଼ାକୁ ଆମେ ଥଣ୍ଡା କରିନେବା, ଯାହାଫଳରେ ଥଣ୍ଡା ହୋଇଗଲା ପରେ ଆମେ ପୁରା ଫାଇନ୍ ପେଷ୍ଟ କରି ଆଣିବା। ଏଠି ମୁଁ କଡ଼େଇରେ ଛଣା ସାହାଯ୍ୟରେ ଟମାଟୋ ସସ୍ ଗୁଡ଼ାକ ସବୁ ଛାଣି ନେବି, ଯାହାଫଳରେ ଟମାଟୋରେ ଥିବା ଖଦଡ଼ ଅଂଶ ଗୁଡ଼ାକ ସବୁ ବାହାରିଯିବ। ଆପଣ ଏ ଟମାଟୋ ସସ୍କୁ ନିଶ୍ଚୟ ଏଇ ପ୍ରୋସେସରେ ବନାନ୍ତୁ, ଆପଣମାନଙ୍କୁ କୌଣସି ଫୁଡ୍ କଲର୍ ଦେବାକୁ ପଡ଼ିବନି। ତାପରେ ଆମେ ଟମାଟୋ ସସ୍କୁ ସବୁ ଛାଣି ନେବା। ତାପରେ ଆମେ ଗ୍ୟାସ୍ ଉପରେ ବସାଇବା। ଏଠି ଆମର ଟମାଟୋ ସସ୍ ସବୁ ଟମାଟୋ ଖଦଡ଼ ଅଂଶ ଟମାଟୋ ଗୁଡ଼ାକ ଅଲଗା ହୋଇଯାଇଛି। ଏପର୍ଯ୍ୟନ୍ତ ଆମର ଏଇଟା ସସ୍ ବନିନି, ଆଗକୁ ଆମର ପୁରା ପରଫେକ୍ଟ ଜୁସି ସସ୍ ବନିକି ରେଡ଼ି ହେବ। ଦେଖନ୍ତୁ ଏହାକୁ ଆମେ ଏବେ ଗ୍ୟାସ୍ରେ ବସାଇବା। ଗ୍ୟାସ୍କୁ ଅନ୍ କରି କଣ୍ଟିନ୍ୟୁଅସ୍ଲି ଗୋଳେଇବା, ଯାହାଫଳରେ ଆମର ପରଫେକ୍ଟ ବନିବ ଟମାଟୋ ସସ୍। ବିନା ଫୁଡ୍ କଲର୍ରେ ଯେହେତୁ ବନାଉଛେ, କଲରଫୁଲ୍ ଲାଗିବା ପାଇଁ ଏଠି 1.5 ଚାମଚ ପାଖାପାଖି ମୁଁ କାଶ୍ମୀର ଲଙ୍କା ଗୁଣ୍ଡ ଆଡ଼୍ କଲି। ଆପଣ ଯଦି ବିନା କଲର୍ରେ ବନେଇବାକୁ ଚାହୁଁଛନ୍ତି, ତାହେଲେ କାଶ୍ମୀର ଲଙ୍କା ଗୁଣ୍ଡକୁ ମଧ୍ୟ ସ୍କିପ୍ କରିବେ। ଏଠି 1 କେଜି ପାଇଁ ମୁଁ 100 ଗ୍ରାମ ଦେଇଛି ଚିନି। ନିଜ ହିସାବରେ ଚିନିକୁ ଆଡ଼୍ କରିବେ। ଯଦି ମିଠା ଖାଉନାହାନ୍ତି, ତାହେଲେ ବିନା ଚିନିରେ ମଧ୍ୟ ବନେଇ ପାରିବେ। ତାକୁ ଆମେ ଗୋଳେଇ ନେବା, ମଝିରେ ଲିଡ୍ ଖୋଲିକି ଚେକ୍ କରିବା ଆଉ ଲିଡ୍ କଭର୍ ଦେଇ ଫୁଟେଇବା, ଯାହାଫଳରେ ଆମର ଟମାଟୋ ସସ୍ର ଛିଟା ଗୁଡ଼ାକ ଉପରକୁ ଜମା ବି ପଡ଼ିବନି। ଏଠି ମୁଁ ଲିଡ୍ ଖୋଲି ଆପଣମାନଙ୍କୁ ଦେଖାଉଛି ଟମାଟୋ ସସ୍ କେତେ ପରିମାଣରେ କମିଯାଇଛି, ବହଳିଆ ହୋଇଗଲାଣି। ଦେଖନ୍ତୁ ଆମ ଟମାଟୋ ସସ୍ଟା ପୁରା ପରଫେକ୍ଟ ବନି ଆସିଲାଣି, ବହୁତ ଜୋରରେ ଫୁଟୁଛି। ତେଣୁ ଆମେ ଏଠି ଚେକ୍ କରିନେବା ଆମ ଟମାଟୋ ସସ୍ଟା କେତେ ପରିମାଣରେ ବନିଛି। ଦେଖିବେ ଏଇ ଷ୍ଟେଜ୍ରେ ଦେଖନ୍ତୁ ବହି ଆସୁଛି, ତାମାନେ ଆମ ଟମାଟୋ ସସ୍ଟା ପୁରା ପରଫେକ୍ଟ ବନିନି, ଆଉ କିଛି ସମୟ ଫୁଟିବ। ଏଠି ଟମାଟୋ ସସ୍ର ସେଲ୍ ଟାଇମ୍ଟାକୁ ବଢ଼ାଇବା ପାଇଁ ମୁଁ ଏଠି ହାଫ୍ ଗିନା ମାନେ 50 ଗ୍ରାମ ପାଖାପାଖି ଦେଇଦେଲି ଭିନେଗାର, ହ୍ୱାଇଟ୍ ଭିନେଗାର। ତାକୁ ଦେବା ଆଉ କଣ୍ଟିନ୍ୟୁଅସ୍ଲି 1 ମିନିଟ୍ ପର୍ଯ୍ୟନ୍ତ ଗୋଳେଇବା। ଆପଣମାନଙ୍କୁ ଚେକ୍ କରି ଦେଖାଉଛି। ଦେଖନ୍ତୁ ଆମେ କେମିତି ଜାଣିବା ଆମ ଟମାଟୋ ସସ୍ଟା ପୁରା ପରଫେକ୍ଟ ବନିଛି।
गोटे थपरे पड़ुथिबो देखंतु टमाटो केचप बा टमाटो सॉसटा पूरा परफेक्ट बनिछि बेसी बहुनी ता माने हम टमाटो सॉसटा एतिक रहबा दरकार किछि समय पर ठंडा हे गला पर ये पूरा परफेक्ट बनि जबो एमिति नहीं तो आपण मैंने आउ गोटे प्रोसेस जानी पारे जमी टमाटा गोटे प्रोसेस रे गोटे धाड़ी रे पड़ी बुंदा बुंदा है ताहले आपण मानकर टमाटो सॉसटा पूरा परफेक्ट बनि जबो। आज तो आम टमाटो सॉस पूरा रेडी हो गला। रही नमस्कार, जय जगन्नाथ।